ଦାନ କରିବା ବହୁତ ପୁଣ୍ୟର କାମ ହୋଇଥାଏ। ତେବେ ଦାନ କରିବା ଆମ ଜୀବନରେ ସେତିକି ଜରୁରୀ ଯେତିକି ଆମ ଜୀବନରେ କାମ କରିବା। ଶାସ୍ତ୍ରରେ କୁହାଯାଏ ଯେ ନିଜ ଜୀବନରେ ମଣିଷ କମ୍ ସେ କମ୍ 2 ଥର ଗୁପ୍ତଦାନ ଅବଶ୍ୟ କରିବା ଦରକାର। ଏହାଦ୍ୱାରା ମଣିଷ କେବେ ନର୍କ ଯନ୍ତ୍ରଣା ଭୋଗିନଥାଏ। ଦାନ କରିବା ସବୁଠାରୁ ମଙ୍ଗଳକାରୀ ଏବଂ ଆପଣଙ୍କ ପାଇଁ ବହୁତ ଶୁଭ ବୋଲି ବିଶ୍ୱାସ ରହିଛି। ତେବେ ଏମିତି କିଛି ଜିନିଷ ଅଛି ଯାହାକୁ କଦାପି ଦାନ କରିବା ଉଚିତ ନୁହେଁ। ଏହାକୁ ନିଜେ ଦେବଦେବ ମହାଦେବ କହିଛନ୍ତି। ଏହାକୁ ଦାନ କରିବା ଦ୍ୱାରା ଆପଣଙ୍କର ଅନିଷ୍ଟ ହୋଇଥାଏ। ତେବେ ଏହା ସହ ଆମେ ଶିବ ପୁରାଣରେ ବର୍ଣ୍ଣିତ ସେହି 5ଟି ଜିନିଷ ବିଷୟରେ ମଧ୍ୟ ଜାଣିବା ଯାହାକୁ ଦାନ କରିବା ଦ୍ୱାରା ଦୁର୍ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯାଏ ଏବଂ ଜୀବନ ବହୁତ ଭାଗ୍ୟବାନ ହୋଇଯାଏ। ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ। ଲୁଣ ଦାନ କରିବା। ବନ୍ଧୁଗଣ, ଲୁଣ ଦାନ କରିବା ସବୁଠାରୁ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ତେବେ ଏହାକୁ ଦାନ କରିବା ଦ୍ୱାରା ଜୀବନରେ ସୁଖ ଶାନ୍ତି ସମୃଦ୍ଧି ସବୁ ଦୌଡ଼ି ଚାଲି ଆସିଥାଏ। ତେବେ ବନ୍ଧୁଗଣ, ଯେଉଁ ଲୁଣ ଆପଣ ଖାଇବା ବନାଇବା ପାଇଁ ବ୍ୟବହାର କରୁଛନ୍ତି ତାକୁ ଦାନ କରିବାଠୁ ସାମୁଦ୍ରିକ ଲୁଣ ଦାନ କରିବା ବହୁତ ପ୍ରଭାବଶାଳୀ ହୋଇଥାଏ। ତେବେ ଲୁଣ ଦାନ କରିବା ସବୁଠାରୁ ସର୍ବଶ୍ରେଷ୍ଠ ଦାନ ବୋଲି ବିଶ୍ୱାସ କରାଯାଏ। ଗୁଡ଼ ଦାନ କରିବା। ବନ୍ଧୁଗଣ, ଯଦି ଆପଣଙ୍କ ସମ୍ପର୍କରେ ଅସୁବିଧାରେ ହେଉଛି କିମ୍ବା କଳିଝଗଡ଼ା ହେଉଛି, ଆପଣଙ୍କ ଜୀବନରେ ଯେକୌଣସି ସମ୍ପର୍କ ହେଉ, ସେ ସ୍ୱାମୀ ସ୍ତ୍ରୀ ହେଉ ଅବା ମା ଛୁଆ, ଯଦି ସମ୍ପର୍କରେ କୌଣସି ତିକ୍ତତା ହେଉଛି ତେବେ ଏହି ଉପାୟ କରନ୍ତୁ। ମହାଦେବଙ୍କ ମନ୍ତ୍ର ସୁମରଣ କରି ଗୁଡ଼ ସହ ସୋମବାର ଦିନ ଗାଈକୁ ଖାଇବାକୁ ଦିଅନ୍ତୁ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ। ଦେଖିବେ ଧୀରେ ଧୀରେ ସମ୍ପର୍କରେ ମଧୁରତା ଆସିବାକୁ ଲାଗିବ, ସମ୍ପର୍କ ମଜବୁତ ହେବ। ତିଳର ଦାନ କରିବା। ମଣିଷ ବହୁତ ଜ୍ଞାନୀ ହେବା ପରେ ମଧ୍ୟ ଯଦି ଉନ୍ନତି କରିପାରୁନାହିଁ କିମ୍ବା ନିଜ ଆତ୍ମବିଶ୍ୱାସ ହରାଇ ବସିଛି, ତେବେ ଏମିତି ପରିସ୍ଥିତିରେ ମଣିଷକୁ ତିଳ ଦାନ କରିବା ଉଚିତ ହୋଇଥାଏ। ଏହାକୁ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ। ତେବେ ତିଳ ଦାନ କରିବା ସଠିକ୍ ସମୟ ହେଉଛି, ଯଦି ଆପଣ କଳା ତିଳ ଦାନ କରୁଛନ୍ତି ତେବେ ଶନିବାର ଦିନ କରନ୍ତୁ, ଆଉ ଯଦି ଧଳା ତିଳ ଦାନ କରୁଛନ୍ତି ତେବେ ସୋମବାର କରନ୍ତୁ। ଏହିପରି କରିବା ଦ୍ୱାରା ଆପଣଙ୍କର ଆତ୍ମବିଶ୍ୱାସ ଫେରି ଆସିବ। ଚାଉଳ ଆଉ ଗହମର ଦାନ କରିବା। ତେବେ ଯଦି ଆପଣ ଚାଉଳ ଆଉ ଗହମ ଦାନ କରୁଛନ୍ତି, ଆପଣଙ୍କର ଘର ସବୁବେଳେ ଧନ ସମ୍ପତ୍ତିରେ ଭରି ରହିବ। ଶିବ ପୁରାଣରେ ଏହି ବିଷୟରେ ଉଲ୍ଲେଖ ଅଛି ଯେ ସୋମବାର ଦିନ ଗହମ ଏବଂ ଚାଉଳ ଗରିବ ଲୋକଙ୍କୁ ଦାନ କରିବ, ସେ ବହୁତ ଧନଶାଳୀ ହେବ। ଘରେ କେବେ ବି ମା ଲକ୍ଷ୍ମୀଙ୍କର ଅଭାବରେ ଧନ ରହିବ ନାହିଁ। ମା ଲକ୍ଷ୍ମୀ ଏପରି ଲୋକର ଘରକୁ କେବେ ଛାଡ଼ନ୍ତି ନାହିଁ। କେଉଁ ବାରରେ କ'ଣ ଦାନ କଲେ ପୁଣ୍ୟ ମିଳିଥାଏ। ସୋମବାର ଦିନ ରୁଟି ସହ ଗୁଡ଼ ଗାଈକୁ ଖାଇବାକୁ ଦିଅନ୍ତୁ, ବହୁତ ଶୁଭ ହୋଇଥାଏ। ରବିବାର ଦିନ କୌଣସି ଗରିବ ଗୁଡ଼ ଦାନ କରିବା ଉତ୍ତମ ବୋଲି ବିଶ୍ୱାସ କରାଯାଇଛି। ମଙ୍ଗଳବାରକୁ ମାଙ୍କଡ଼କୁ ବୁଟ ଖାଇବାକୁ ଦେବା ଉତ୍ତମ ହୋଇଥାଏ। ବୁଧବାର ଦିନ ମୁଗ ଡାଲି, ସବୁଜ ରଙ୍ଗରେ ଶାଢ଼ୀ ଏବଂ ଚୁଡ଼ି ଦାନ କରିବା ଭଲ ହୋଇଥାଏ। ଏହା କରିବା ଦ୍ୱାରା ଚାକିରିରେ ଉନ୍ନତି ହୋଇଥାଏ। ଗୁରୁବାର ଦିନ ହଳଦିଆ ଶାଢ଼ୀ ଦାନ କରିବା ଉଚିତ ହୋଇଥାଏ। ଏହା କରିବା ଦ୍ୱାରା ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୋଇଥାନ୍ତି। ଏଥିସହିତ ଗୁରୁ ଗ୍ରହ ସନ୍ତୁଷ୍ଟ ହୋଇଥାନ୍ତି। ବୃହସ୍ପତି ଗ୍ରହ ସନ୍ତୁଷ୍ଟ ହେବା ସହିତ ଧନ ପ୍ରାପ୍ତି ହୋଇଥାଏ, ସବୁକିଛି ଶୁଭ ହୋଇଥାଏ। ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କ୍ଷୀରି ଦାନ କରିବା ଦ୍ୱାରା ଲକ୍ଷ୍ମୀଙ୍କର ଅପାର କୃପା ମିଳିଥାଏ। ଶନିବାର ଦିନ ପୋଷାକ ଦାନ କରନ୍ତୁ, ଶୁଭ ହୋଇଥାଏ।
ଶନିଦେବ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି। କ'ଣ ଦାନ କରିବା ଉଚିତ ନୁହେଁ? ଚିରା ଫଟା ପୋଷାକ କାହାକୁ ଦାନ କରିବା ଉଚିତ ନୁହେଁ। ସଢ଼ା ପଚା ଖାଦ୍ୟ କିମ୍ବା ବାସି ଖାଦ୍ୟ କାହାକୁ ଦାନ କରିବା ଉଚିତ ନୁହେଁ। ଯଦି ଆପଣଙ୍କ ଘରେ ଛିଡ଼ା ଜୋତା କିମ୍ବା ଚପଳ ଅଛି ତାକୁ ମଧ୍ୟ କାହାକୁ ଦାନ କରିବା ଉଚିତ ନୁହେଁ। ଏହାଦ୍ୱାରା ଦୁର୍ଭାଗ୍ୟ ଆସିଥାଏ। ଝାଡ଼ୁ ମଧ୍ୟ ଦାନ କରିବା ଉଚିତ ନୁହେଁ। ଏହାଦ୍ୱାରା ମାତା ଲକ୍ଷ୍ମୀ ଚାଲିଯାଆନ୍ତି। ଘରର ବାସନକୁସନ କାହାକୁ ଦାନ ଦେବା ଉଚିତ ନୁହେଁ। ଘରର ତେଲ କାହାକୁ ଦାନ କରିବା ଉଚିତ ନୁହେଁ। ଶନିଦେବ ରାଗିଯାଆନ୍ତି। ଘରର ତେଲ କାହାକୁ ଦାନ କରିବା ଉଚିତ ନୁହେଁ। ଶନିଦେବ ରାଗିଯାଆନ୍ତି। ଛୁରୀ ପନିକି ଏସବୁ ମଧ୍ୟ କାହାକୁ ଦେବା ଉଚିତ ନୁହେଁ। ଏଥିରେ ରାହୁକେତୁ ଏସବୁ ରାଗିଯାଆନ୍ତି। ତେବେ ଏହିସବୁ ଜିନିଷ ଦାନ କରିବା ଉଚିତ ନୁହେଁ।